ଦେଖନ୍ତୁ ଓଡ଼ିଶାର ଯିଏ 26ତମ ରାଜ୍ୟପାଳ ଥିଲେ ଆମର ମାନ୍ୟବର ରଘୁବର ଦାସ, ଶ୍ରୀଯୁକ୍ତ ରଘୁବର ଦାସଙ୍କୁ ରାଷ୍ଟ୍ରପତି ଅବ୍ୟାହତି ଦେଇଛନ୍ତି। ଆଉ ଗତକାଲି ମଧ୍ୟ ଶ୍ରୀଯୁକ୍ତ ରଘୁବର ଦାସ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଓ ତାଙ୍କ ସ୍ଥାନରେ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା କନ୍ଦମପତି ହରିବାବୁ, ଯିଏକି ପୂର୍ବରୁ ଭାରତୀୟ ଜନତା ପାର୍ଟିର ସାଂସଦ ଥିଲେ, ବିଧାୟକ ଥିଲେ ଏବଂ ମିଜୋରାମର ରାଜ୍ୟପାଳ ବି ରହିଆସିଛନ୍ତି। ତେଣୁ ତାଙ୍କୁ ଓଡ଼ିଶା ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଛି। ଆମେ ତାଙ୍କୁ ସ୍ୱାଗତ କରିବା। ବିଦାୟୀ ରାଜ୍ୟପାଳଙ୍କୁ ମଧ୍ୟ ଆମେ ତାଙ୍କର ଯେତିକି ଦିନ କାର୍ଯ୍ୟ କରିଥିଲେ, କିଛି ଦିନ ଧରିକି ତାଙ୍କ ପୁଅ ଯେଉଁ ରାଜଭବନ ଆକ୍ରମଣ ଘଟଣାରେ ଯେଉଁ ବିବାଦକୁ ନେଇକି ସେ କିଛି ଦିନ ଚର୍ଚ୍ଚାରେ ଯଦିଓ ଥିଲେ, ତଥାପି ତାଙ୍କୁ ବିଦାୟୀ ଶୁଭକାମନା ଆମେ ଜଣାଇବା। ନୂଆ ରାଜ୍ୟପାଳଙ୍କୁ ଆମେ ଅଭିନନ୍ଦନ ଜଣାଇବା ଯେ କନ୍ଦମପତି ହରିବାବୁ। ଆଉ ଏହା ସତ୍ୟ, ଗତ କିଛି ମାସ ଧରିକରି ସେହି ରାଜଭବନ ପ୍ରସଙ୍ଗରେ ବର୍ତ୍ତମାନ ରାଜ୍ୟପାଳଙ୍କ ଭୂମିକାକୁ ନେଇକରି ଚର୍ଚ୍ଚା ହେଉଥିଲା। ହେଲେ ଏଇ ଯେଉଁ ତାଙ୍କୁ ପଦବୀରୁ ଅବ୍ୟାହତି ଦେବା ପରେ ସେହି ଚର୍ଚ୍ଚାର ଏକ ପ୍ରକାର ପରିସମାପ୍ତି ଘଟିଛି। ଯେଉଁ କ୍ଷମତାରେ ରହିକରି ନିଜ ପୁଅ କରିଥିବା ଅନ୍ୟାୟ ପାଇଁ ଯେଉଁ ଆଗରୁ କିଛି ଦଣ୍ଡ ବିଧାନ ହୋଇପାରୁନଥିଲା ବୋଲି ଚର୍ଚ୍ଚା ହେଉଥିଲା, ସେ ଚର୍ଚ୍ଚାରେ ଦେଖନ୍ତୁ ଓଡ଼ିଶାର ଯିଏ 26ତମ ରାଜ୍ୟପାଳ ଥିଲେ ଆମର ମାନ୍ୟବର ରଘୁବର ଦାସ, ଶ୍ରୀଯୁକ୍ତ ରଘୁବର ଦାସଙ୍କୁ ରାଷ୍ଟ୍ରପତି ଅବ୍ୟାହତି ଦେଇଛନ୍ତି। ଆଉ ଗତକାଲି ମଧ୍ୟ ଶ୍ରୀଯୁକ୍ତ ରଘୁବର ଦାସ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଓ ତାଙ୍କ ସ୍ଥାନରେ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା କନ୍ଦମପତି ହରିବାବୁ, ଯିଏକି ପୂର୍ବରୁ ଭାରତୀୟ ଜନତା ପାର୍ଟିର ସାଂସଦ ଥିଲେ, ବିଧାୟକ ଥିଲେ ଏବଂ ମିଜୋରାମର ରାଜ୍ୟପାଳ ବି ରହିଆସିଛନ୍ତି। ତେଣୁ ତାଙ୍କୁ ଓଡ଼ିଶା ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଛି। ଆମେ ତାଙ୍କୁ ସ୍ୱାଗତ କରିବା। ବିଦାୟୀ ରାଜ୍ୟପାଳଙ୍କୁ ମଧ୍ୟ ଆମେ ତାଙ୍କର ଯେତିକି ଦିନ କାର୍ଯ୍ୟ କରିଥିଲେ, କିଛି ଦିନ ଧରିକି ତାଙ୍କ ପୁଅ ଯେଉଁ ରାଜଭବନ ଆକ୍ରମଣ ଘଟଣାରେ ଯେଉଁ ବିବାଦକୁ ନେଇକି ସେ କିଛି ଦିନ ଚର୍ଚ୍ଚାରେ ଯଦିଓ ଥିଲେ, ତଥାପି ତାଙ୍କୁ ବିଦାୟୀ ଶୁଭକାମନା ଆମେ ଜଣାଇବା। ନୂଆ ରାଜ୍ୟପାଳଙ୍କୁ ଆମେ ଅଭିନନ୍ଦନ ଜଣାଇବା ଯେ କନ୍ଦମପତି ହରିବାବୁ। ଆଉ ଏହା ସତ୍ୟ, ଗତ କିଛି ମାସ ଧରିକରି ସେହି ରାଜଭବନ ପ୍ରସଙ୍ଗରେ ବର୍ତ୍ତମାନ ରାଜ୍ୟପାଳଙ୍କ ଭୂମିକାକୁ ନେଇକରି ଚର୍ଚ୍ଚା ହେଉଥିଲା। ହେଲେ ଏଇ ଯେଉଁ ତାଙ୍କୁ ପଦବୀରୁ ଅବ୍ୟାହତି ଦେବା ପରେ ସେହି ଚର୍ଚ୍ଚାର ଏକ ପ୍ରକାର ପରିସମାପ୍ତି ଘଟିଛି। ଯେଉଁ କ୍ଷମତାରେ ରହିକରି ନିଜ ପୁଅ କରିଥିବା ଅନ୍ୟାୟ ପାଇଁ ଯେଉଁ ଆଗରୁ କିଛି ଦଣ୍ଡ ବିଧାନ ହୋଇପାରୁନଥିଲା ବୋଲି ଚର୍ଚ୍ଚା ହେଉଥିଲା, ସେ ଚର୍ଚ୍ଚାରେ